ପୋଟଳ ଝୋଳ ଖାଇ ଖାଇ ଯେ ବୋର୍ ହେଇଯିବେ ନା, ଏଇ ପୋଟଳ କଷା ରେସିପିଟି ଘରେ ଟ୍ରାଏ କରନ୍ତୁ। ତ ଆଜି ଆମେ ବିନା ପିଆଜ ରସୁଣରେ ପ୍ରସ୍ତୁତ କରିବା ପୋଟଳ ଆଳୁ କଷା, ପୁରା ମନ୍ଦିର ଷ୍ଟାଇଲରେ ପ୍ରସ୍ତୁତ କରିବା। ତ ମନ୍ଦିର ଷ୍ଟାଇଲରେ ଯଦି ପୋଟଳ କଷା ବନେଇବାକୁ ଚାହୁଁଛନ୍ତି ତାହେଲେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ପୁରାପୁରି ସିମ୍ପଲ୍ ତରିକାରେ ପ୍ରସ୍ତୁତ ହେବ। ପୁଣି ବିନା ପିଆଜ ରସୁଣରେ ଆଜି ଆମେ ପ୍ରସ୍ତୁତ କରିବା। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରି ଯଦି ପ୍ରସ୍ତୁତ କରିବେ ତାହେଲେ ପରଫେକ୍ଟ ବନିବ। ତ ଚାଲନ୍ତୁ ଲେଟ୍ ନକରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ପ୍ରଥମେ କିଛି ପୋଟଳ ନେବା। ପୋଟଳକୁ ପ୍ରଥମେ ଆମେ ଧୋଇଦେବା। ଧୋଇ ସାରିବା ପରେ ତାକୁ ଯେମିତି ଆପଣମାନଙ୍କୁ ପସନ୍ଦ ସେ ଅନୁସାରେ ଏଠି କଟିଂ କରିପାରିବେ। ତ ଦେଖନ୍ତୁ ଏଠି ମୁଁ ଗୋଲ ଗୋଲ ପିସେସ୍ରେ କଟିଂ କରିଛି, ଆଉ ଛୋଟ ବଡ଼ ଆପଣମାନଙ୍କ ପସନ୍ଦ ଅନୁସାରେ କଟିଂ କରିବେ। ତ କଟିଂ ପୋଟଳ ଆମର ହେଇସାରିଛି। ତ ଆକୁ ଆମେ କ'ଣ କରିବା ନା, ଆକୁ ଆମେ ଏବେ ସାଇଡ଼ରେ ରଖିଦେବା। ଆଗ ପ୍ରଣାଳୀ ଆମର ପ୍ରସ୍ତୁତ କରିବା। ତ ଏବେ ଆକୁ ଆମେ ସାଇଡ଼ରେ ରଖିଦେବା। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ଯଦି ୱାଚ୍ କରି ପ୍ରସ୍ତୁତ କରିବେ ତାହେଲେ ପରଫେକ୍ଟ ବନିବ। ବହୁତ ବଢ଼ିଆ ପୁରା ସ୍ମେଲ୍ ବି ତା'ର ଘର କମ୍ପୁଥିଲା। ଆଜି ଯେହେତୁ ମୁଁ ପ୍ରସ୍ତୁତ କରିଥିଲି ତ ପୁରାପୁରି ମନ୍ଦିର ସ୍ମେଲ୍ ଆସୁଥିଲା। ତ ଦେଖନ୍ତୁ ତା'ର ସ୍ପେଶାଲ୍ ମସଲାରେ ମୁଁ ନେଇଛି ଜିରା, ନେଇଛି 1 ଚାମଚ, ଧନିଆ ନେଇଛି 1 ଚାମଚ, ଅଳ୍ପ ଟିକେ ସେଥିରେ ଅଦା ଆଡ଼୍ କରିଛି, 3ଟି ଶୁଖିଲା ଲଙ୍କା ଆଡ଼୍ କରିଛି। ପୁଣି ସେଥିରେ ଗୋଟା ମସଲା ଆପଣମାନଙ୍କୁ ଯାହା ବି ପସନ୍ଦ ଆପଣମାନେ ଆଡ଼୍ କରିପାରିବେ। ତ ମୁଁ ଅଳ୍ପ ଟିକେ ଡାଲଚିନି ଆଉ ଅଳ୍ପ ଟିକେ ଚକ୍ର ଫୁଲ ବା ଅନାସୀ ଫୁଲ ଆଡ଼୍ କରିଛି। ତ ଆପଣମାନେ ଯଦି ପିଆଜ ରସୁଣରେ ବନେଇବାକୁ ଚାହୁଁଛନ୍ତି ତାହେଲେ ସେମ୍ ପ୍ରୋସେସ୍ରେ ଆପଣମାନେ ଏଠି ଅଦା ମୁଁ ଏଠି ଆଡ଼୍ କରିଛି। ଆପଣ ଚାହିଁଲେ ରସୁଣ ପିଆଜ ବି ଆଡ଼୍ କରିପାରିବେ। ତ ପୁଣି ଥରେ ଦେଖନ୍ତୁ ଗୋଟେ ବଡ଼ ସାଇଜ୍ ଟମାଟୋ ଏଠି ନେଇଛି। ତ ଟମାଟୋକୁ ଆମେ ଛୋଟ ଛୋଟ ପିସେସ୍ରେ କଟିଂ କରିଦେବା। ଯେହେତୁ ଦେଶୀ ଟମାଟୋ ତ ଅଧିକ ଟମାଟୋ ନେବାନି, ଗୋଟେ ହିଁ ଟମାଟୋ ନେବା, ନହେଲେ ଖଟା ଲାଗିବ। ତ ସେଥିପ୍ରତି ଟିକେ ଧ୍ୟାନ ଦେବେ। ଯଦି ଆପଣମାନେ ଖଟା ଖାଇବାକୁ ପସନ୍ଦ କରନ୍ତି ତାହେଲେ ନେଇପାରିବେ 2ରୁ 3ଟି ଟମାଟୋ। ତ ଏବେ ଆମେ ଅଳ୍ପ ଟିକେ ପାଣି ଦେଇଦେବା। ଗୋଟେ ଆମେ ଫାଇନ୍ ପେଷ୍ଟ ବନେଇକି ରେଡ଼ି କରିଦେବା। ତ ଦେଖନ୍ତୁ ଏଇଠି ଆମର ଗୋଟେ ଫାଇନ୍ ପେଷ୍ଟ ବନେଇକି ରେଡ଼ି ହେଇସାରିଲାଣି। ଏ ପୁରାପୁରି ଇଜି ରେସିପି, ସେଇଥିପାଇଁ ଆପଣମାନେ ଫୁଲ୍ ଭିଡ଼ିଓ ୱାଚ୍ କରିକି ବନାନ୍ତୁ। ଘରର ବେସିକ୍ ସାମଗ୍ରୀରେ ପ୍ରସ୍ତୁତ ହେବ। ତ ଦେଖନ୍ତୁ ଗୋଟେ ଗିନାରେ ମୁଁ ଅଳ୍ପ ଟିକେ ଗୁଣ୍ଡ କାଜୁ ଆଉ ଅଳ୍ପ ମଗଜ, ଅଳ୍ପ ପୋସ୍ତ ସେଥିରେ ଆଡ଼୍ କରିଦେଇଛି। ତ ଆକୁ ମୁଁ 15ରୁ 20 ମିନିଟ୍ ଆଗରୁ ବତୁରେଇ ଦେଇଥିଲି ପାଣିରେ। ଇଏ ବତୁରି ସାରିଛି। ଏବେ ଆମେ ଆକୁ ବାହାର କରିଦେବା ଏଇ ଜାର୍କୁ ବାହାର କରିକିରି ଆକୁ ଆମେ ଏବେ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିବା। ତ ମୁଁ ଅଳ୍ପ, ଯେହେତୁ ଏଥିରେ ପୋସ୍ତ ଆଡ଼୍ ଅଛି ତ ଦେଖିବେ ଟିକେ ଅଧିକା ସମୟ ଲାଗେ ଗ୍ରାଇଣ୍ଡିଙ୍ଗ କରିବା ପାଇଁ, ନହେଲେ ଫାଇନ୍ ପେଷ୍ଟ ବନେନି। ତ ମୁଁ ଟିକେ ଗ୍ରାଇଣ୍ଡିଙ୍ଗ କରିସାରିବା ପରେ ଏଥିରେ ନଡ଼ିଆକୁ ଆଡ଼୍ କରିଛି ଛୋଟ ଛୋଟ ପିସେସ୍ରେ କଟିଂ କରି। ଆପଣମାନେ ଚାହିଁଲେ ନଡ଼ିଆକୁ ସ୍କିପ୍ କରିପାରିବେ, ଏମିତିରେ କାଜୁ ମଗଜରେ ବି ବନେଇ ପାରିବେ। କେବଳ କାଜୁ ଦେଇକିରି ବି ଆପଣମାନେ ବନେଇ ପାରିବେ, ନହେଲେ କେବଳ ମଗଜ ଦେଇକିରି ବି ବନେଇ ପାରିବେ। ତ ଆପଣମାନଙ୍କ ପସନ୍ଦ ଅନୁସାରେ ଆପଣମାନେ ଏଠି ପେଷ୍ଟଟି ବନେଇକି ରେଡ଼ି କରିବେ। ତ ପୁଣି ଥରେ ଦେଖନ୍ତୁ ଏଠି ଗୋଟେ ମୁଁ ନେଇଛି ପେନ୍ ନେଇଛି। ପେନ୍ରେ ଆମେ ଆଡ଼୍ କରିଦେବା ରିଫାଇନ୍ ତେଲ। ତ ଆପଣମାନେ ଚାହିଁଲେ ଛାଣିପାରିବେ, କିନ୍ତୁ ମୁଁ ଅଳ୍ପ ଟିକେ ତେଲରେ ଭାଜିକିରି ପୋଟଳକୁ ବାହାର କରିଛି। ତ ଏଠି ଆପଣମାନେ ଚାହିଁଲେ ସୋରିଷ ତେଲରେ ବି ବନେଇକି ରେଡ଼ି କରିପାରିବେ। ତ ଏବେ ଆମେ ଗ୍ୟାସ୍ ଫ୍ଲେମ୍ ପୁରା ମିଡ଼ିୟମ୍ ଫ୍ଲେମ୍ରେ ରଖିବା। ରଖିକିରି ଆମେ ପୋଟଳକୁ ଟିକେ ଭାଜି ହେବାକୁ ଦେବା। ତ ଦେଖନ୍ତୁ ଏବେ ଭଲସେ ଟିକେ ଆକୁ ମିକ୍ସ କରିଦେବା। ଏହି ସମୟରେ ଗ୍ୟାସ୍ ଫ୍ଲେମ୍କୁ ଆମେ ମିଡ଼ିୟମ୍ ଫ୍ଲେମ୍ରେ ରଖିବା। ତ ଦେଖନ୍ତୁ ଧୀରେ ଧୀରେ ପୋଟଳ ବି ଆମର ଭାଜି ବି ହେଇସାରିଲାଣି। ପୁରାପୁରି ସଫ୍ଟ ବନିଯାଇଛି ଏଠି ପୋଟଳଟି। ତ ଏବେ ଆମେ ଗୋଟେ ବାଉଲକୁ ବାହାର କରିଦେବା। ତ ଆପଣମାନେ ଚାହିଁଲେ, ଏଠି ମୁଁ ଆଗକୁ ସିଝା ଆଳୁ ଆଡ଼୍ କରିବି, ଆପଣମାନେ ଚାହିଁଲେ ଏଠି ଆଳୁକୁ ଛୋଟ ଛୋଟ ପିସେସ୍ରେ କଟିଂ କରିବି ଆଡ଼୍ କରିପାରିବେ। ତ ତେଲରେ ଆଡ଼୍ କରି ଆଳୁ ବି ଆପଣମାନେ ଭାଜିକିରି ବାହାର କରିପାରିବେ। ତ ଦେଖନ୍ତୁ ସେଇ କରେଇରେ ପୁଣି ଥରେ ତେଲ ଅଛି, ଆଉ ବାକି ପୋଟଳକୁ ବି ଆମେ ଆଡ଼୍ କରିକିରି ଭାଜିକି ବାହାର କରିଦେବା। ତ ସେଇ ସବୁତକ ପୋଟଳକୁ ଆମେ ଗୋଟେ ଥରେ ଭାଜିକିରି ବାହାର କରିପାରିଥାନ୍ତେ, କିନ୍ତୁ ଦେଖିବେ ଅଳ୍ପ ଅଳ୍ପ ଯଦି ପୋଟଳ ଆଡ଼୍ କରିକିରି ଭାଜିବେ ତ ଦେଖିବେ କୁକିଂ ଫାଷ୍ଟ ହେବ ଆଉ ପୋଟଳଟି ପରଫେକ୍ଟଲି ପୁରା ସିଝିଯିବ। ତ ଯଦି ଆପଣମାନେ ଗୋଟେ ଥରେ ପୋଟଳକୁ ଆଡ଼୍ କରିଦେବେ, ସେ ଦେଖିବେ ତେଲକୁ ହିଁ ଆବଜର୍ବ କରିଦେବ ଆଉ ପୋଟଳଟି ଭଲସେ ସିଝିବନି। ତ ସେଥିପ୍ରତି ବି ଧ୍ୟାନ ଦେବେ। ତ ଫାଇନାଲି ଦେଖନ୍ତୁ ସବୁ ପୋଟଳକୁ ଆମେ ଭାଜିକି ବାହାର କରିଦେଇଛନ୍ତି। ତାକୁ ଆମେ ସାଇଡ଼ରେ ରଖିଦେବା। ତ ପେନ୍ରେ ପୁଣି ଥରେ ତେଲ ଅଛି, ତ ସେଇଥିରେ ଆମେ ବଟା ଯାଇଥିବା ମସଲା ଆଡ଼୍ କରିବା। ତ ମୁଁ ଏଠି ଡାଇରେକ୍ଟ ବଟା ଯାଇଥିବା ମସଲା ଆଡ଼୍ କରିଦେଇଛି। ଆପଣମାନେ ଚାହିଁଲେ ଜିରା ଗୋଟା ମସଲା ବି ଆଡ଼୍ କରିପାରିବେ। ପୁଣି ଥରେ ତେଜପତ୍ରକୁ ଆଡ଼୍ କରି ମସଲା ବି ଆଡ଼୍ କରିପାରିବେ। କିନ୍ତୁ ଯେହେତୁ ବଟା ହେଇଛି ସବୁ ଗୋଟା ମସଲା, ତ ଜିରା ମୁଁ ସେଇଥିପାଇଁ ଡାଇରେକ୍ଟ କେବଳ ମସଲା ହିଁ ଆଡ଼୍ କରିଛି, ଆଉ ଅଳ୍ପ ଟିକେ ତେଜପତ୍ରକୁ ଆଡ଼୍ କଲି ତାପରେ। ତ ପୁଣି ଥରେ ଆଉ ଟିକେ ଆମେ ସେଇ ଗିନାକୁ କ୍ଲିନ୍ କରି ପାଣି ଦେବା। ଯେହେତୁ
ଯେହେତु ଯେମିତି ପରଫେକ୍ଟଲି ପୁରା ମସଲାଟି ଆମର କଷି ହେଇଯିବ। ଆଗକୁ ଆମେ ଗୁଣ୍ଡ ମସଲା ବି ଏଡ଼୍ କରିବା, ଯେମିତିକି ଶୁଖା ବନିବନି ଆଉ ପରଫେକ୍ଟଲି କଷି ହେଇଯିବ। ସେଇଥିପାଇଁ ଆମେ ସେଥିରେ ଅଳ୍ପ ଟିକେ ପାଣି ଦେଇଦେବା। ତ ଦେଖନ୍ତୁ ଏଠି ମୁଁ ଗୁଣ୍ଡ ମସଲା ନେଇଛି, ହଳଦୀ ଗୁଣ୍ଡ 1 ଚାମଚ, ଲଙ୍କା ଗୁଣ୍ଡ ଦେଇଛି 1 ଚାମଚ, ଗରମ ମସଲା ଦେଇଛି 1 ଚାମଚ। ଆପଣମାନଙ୍କୁ ଯାହା ବି ଏଠି ମସଲା ପସନ୍ଦ ଆପଣମାନେ ଏଠି ଏଡ଼୍ କରିପାରିବେ। ତ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମିକ୍ସ କରି ଆମେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଆକୁ ଆମେ ଟିକେ କଷି ହେବାକୁ ଦେବା। ଯେହେତୁ ଦେଖିବେ ମସଲା ଯେତେ ଭଲସେ କଷି ହେବ ନା ସେତେ ଖାଇବାକୁ ଟେଷ୍ଟି ଲାଗିବ। ତ ଚାରି ସାଇଡ଼୍ ତେଲ ଦେଖାଗଲା ମାନେ ଜାଣିଦେବେ ଯେ ମସଲାଟି ପରଫେକ୍ଟଲି ପୁରା କଷି ହେଇସାରିଛି। ତ ଦେଖନ୍ତୁ ଆପଣମାନଙ୍କୁ ମୁଁ କ୍ୟାମେରା ସାମ୍ନାକୁ ଦେଖାଉଛି କେତେ ବଢ଼ିଆ ମସଲାଟି ଆମର କଷି ହେଇସାରିଛି ଆଉ ଚାରି ସାଇଡ଼୍ କେତେ ଗୁଡ଼ାଏ ତେଲ ବି ଦେଖାହେଉଛି। ତ ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ହିଁ ତେଲ ଏଡ଼୍ କରିବେ। ତ ପୁଣି ଥରେ ଆମେ ଚାଲନ୍ତୁ ସେଇଥିରେ ଏଡ଼୍ କରିଦେବା ବଟା ଯାଇଥିବା ଆମର ନଡ଼ିଆ, କାଜୁ, ମଗଜର ସେ ବଟାକୁ ସେଇଥିରେ ଏଡ଼୍ କରିଦେବା, ପେଷ୍ଟକୁ ଏଡ଼୍ କରିଦେବା। ତ ଏଇଠି ମୁଁ ତେଲ ନେଇଛି ରିଫାଇନ୍ ତେଲ। ଆପଣମାନେ ଚାହିଁଲେ ଘିଅରେ ବି ଯଦି ବନେଇବେ ନା ଫ୍ଲେଭର୍ ତା'ର ବହୁତ ବଢ଼ିଆ ଆସିବ। ଯେହେତୁ ମନ୍ଦିର ଗୁଡ଼ାକରେ ମାନେ ଦେଖିବେ ଘିଅରେ ବନିଥାଏ, ତ ଆପଣମାନେ ଚାହିଁଲେ ଘିଅରେ ବି ବନେଇ ପାରିବେ। ତ ଘରେ ଘିଅର ଫ୍ଲେଭର୍ ଖାଇବାକୁ ପସନ୍ଦ କରନ୍ତିନି, ତ ମୁଁ ତେଲ ଏଇଥିରେ ଏଡ଼୍ କରିଛି। ତ ପୁଣି ଥରେ ଆମେ ଦେଇଦେବା ସ୍ୱାଦ ଅନୁସାରେ ଲୁଣକୁ ଏଡ଼୍ କରିଦେବା। ତ ଏଥିରେ ଆମେ ଲୁଣ ବିଲକୁଲ ଏଡ଼୍ କରିନଥିଲେ। ଯେତିକି ଆପଣମାନେ ଆଳୁ ନେଇଥିବେ ଆଉ ଯେତିକି ଆପଣମାନେ ପୋଟଳ ନେଇଥିବେ ଗ୍ରେଭି ରଖିବାକୁ ଯଦି ଚାହୁଁଛନ୍ତି ତାହେଲେ ଆପଣମାନେ ସେ ଅନୁସାରେ ଲୁଣକୁ ଏଡ଼୍ କରିବେ। ତ ଯଦି ଶୁଖା ରଖିବାକୁ ଚାହୁଁଛନ୍ତି ତାହେଲେ ଲୁଣକୁ କମ୍ ଅଧିକ କରି ସ୍ୱାଦ ଅନୁସାରେ ଦେବେ ଲୁଣ। ତ ପୁଣି ଥରେ ଟିକେ ଭଲସେ ଆକୁ ଟିକେ ମିକ୍ସ କରିଦେବା। ମିକ୍ସ କରି ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ପୁରା ସ୍ଲୋ ଆଞ୍ଚରେ ରଖିକି ଆକୁ ଟିକେ ମସଲାକୁ କଷି ହେବାକୁ ଦେବା। ତ ପୁଣି ଥରେ ଆମେ ଟିକେ କଭର୍କୁ ବନ୍ଦ କରିଦେବା, ନହେଲେ ମସଲାର ଛିଟକା ଗୁଡ଼ାକ ପୁରା ଉପରକୁ ଆସିଯିବ। ତ ପୁରା 5 ମିନିଟ୍ ପାଇଁ ଟିକେ ସ୍ଲୋ ଆଞ୍ଚରେ ବନିବାକୁ ଏଠି ଦେବା। 5 ମିନିଟ୍ ପରେ ଆପଣମାନଙ୍କୁ କଭର୍ ବାହାର କରି ଦେଖାଉଛି। ଦେଖନ୍ତୁ ମସଲାଟି ଆମର ଏଠି କେତେ ବଢ଼ିଆ ପୁରା କଷି ହେଇସାରିଛି ଆଉ ସ୍ମେଲ୍ ତା'ର ବହୁତ ବଢ଼ିଆ ଆସୁଛି। ତ ଘରେ ବି ଏଇ ରେସିପିଟି ମୁଁ ବନେଇକି ସମସ୍ତଙ୍କୁ ଖାଇବାକୁ ଦେଲି। ତ ସମସ୍ତେ ପସନ୍ଦ ବି କଲେ ଆଉ ପୁରାପୁରି ମନ୍ଦିର ସ୍ମେଲ୍ ବି ଆସୁଥିଲା। ଆଉ ଦେଖିବେ ଯେହେତୁ ବିନା ପିଆଜ ରସୁଣରେ ବନିଛି, ଆପଣମାନେ ସକାଳୁ ବନେଇଲେ ବି ରାତି ପର୍ଯ୍ୟନ୍ତ ବିଲକୁଲ କିଛି ବି ହେବନି, ଖରାଦିନ ହେଲେ ବି। ତ ଫାଇନାଲି ଦେଖନ୍ତୁ ମସଲା ପରଫେକ୍ଟଲି କଷି ବି ହେଇସାରିଲା। ତ ଏହି ସମୟରେ ଆମେ ଏଡ଼୍ କରିଦେବା ସେଥିରେ ପୋଟଳକୁ ଏଡ଼୍ କରି ପୁଣି ଥରେ ଏଡ଼୍ କରିଦେବା ଆଳୁକୁ। ଏଇଠି ଦେଖନ୍ତୁ ମୁଁ ସିଝେଇକି ଟିକେ ବଡ଼ ବଡ଼ ପିସେସ୍ରେ କଟିଂ କରିଛି ଆଳୁ। ତ ଆପଣମାନେ ଯେମିତି ପସନ୍ଦ ସେ ଅନୁସାରେ ଏଠି କଟିଂ କରିପାରିବେ। ତ ଆଳୁକୁ ଏଡ଼୍ କରିସାରିବା ପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି। ଆଉ ଆପଣମାନେ ଚାହିଁଲେ ଏମିତିରେ ବି ଖାଇପାରିବେ, ନହେଲେ ପୁରା ଶୁଖା ଯଦି ବନେଇବାକୁ ଚାହୁଁଛନ୍ତି ଆଉ କିଛି ସମୟ ବି ଆପଣମାନେ ଆକୁ ବସେଇକିରି ପୁରା ଶୁଖା ବନେଇକିରି ବି ଖାଇପାରିବେ, ଭଜା ବନେଇକିରି। ବା ଯେହେତୁ ଆମେ କଷା ବନାଉଛନ୍ତି ତ ଟିକେ ଶୁଖା ହିଁ ରଖିବା। ତ ଏବେ ଆମେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଦେଖନ୍ତୁ ଆପଣମାନେ ଘରେ ଏଇ ଟ୍ରିକ୍ରେ ବନେଇବେ ଯଦି ଘରେ ସମସ୍ତେ ପସନ୍ଦ କରିବେ। ଆଉ ଟିକେ ଆମେ ଟେଷ୍ଟକୁ ତା'ର ବଢ଼ିବା ପାଇଁ ଆଉ ଅଳ୍ପ ଟିକେ ତା ଉପରେ ଏଡ଼୍ କରିଦେବା କସ୍ତୁରୀ ମେଥି। ତ କସ୍ତୁରୀ ମେଥି ଜାଗାରେ ଆପଣମାନେ ଏଠି ଧନିଆ ପତ୍ର ବି ଏଡ଼୍ କରିପାରିବେ, କିନ୍ତୁ ଦେଖିବେ କସ୍ତୁରୀ ମେଥିର ଫ୍ଲେଭର୍ ଏଇଥିରେ ବହୁତ ବଢ଼ିଆ ଲାଗିବ। ପୁଣି ଥରେ ଆମେ ସେଇଥିରେ ଏଡ଼୍ କରିଦେବା ଟିକେ ଫ୍ଲେଭର୍କୁ ବଢ଼ାଇବା ପାଇଁ କଞ୍ଚା ଲଙ୍କାର ସ୍ମେଲ୍ ବି ଆସିବ, ବହୁତ ବଢ଼ିଆ ଲାଗିବ ଆଉ ଖାଇବା ପୁରା ଟେଷ୍ଟି ଲାଗିବ। ତ ଆପଣମାନେ ଚାହିଁଲେ ଏଡ଼୍ କରିବେ, ନହେଲେ ସ୍କିପ୍ ବି କରିପାରିବେ। ଯେହେତୁ ଏଥିରେ ଆମେ ଲଙ୍କା ଗୁଣ୍ଡ ଏଡ଼୍ କରିଛନ୍ତି, ଶୁଖିଲା ଲଙ୍କା ବି ବାଟିଛନ୍ତି, ତ ସେ ଅନୁସାରେ ହିଁ ଆପଣମାନେ ଯେତିକି ରାଗ ଖାଇବେ ଏଡ଼୍ କରିବେ। ପୁଣି ଥରେ ଟିକେ କଭର୍କୁ ବନ୍ଦ କରି ଆମେ ଟିକେ ପୁରା ଆର ଝୋଳକୁ ପୁରା ଶୁଖିବାକୁ ଦେବା। ତ ଦେଖନ୍ତୁ ମୁଁ କଭର୍କୁ ପୁଣି ଥରେ ବାହାର କରି ଆପଣମାନଙ୍କୁ ଦେଖାଉଛି କେତେ ବଢ଼ିଆ ଭାବରେ ଆମର ପୋଟଳ ଆଳୁ ମସଲା ରେସିପିଟି ବନିକି ରେଡ଼ି ହେଇସାରିଲାଣି। ପୁରା ପାଖରୁ ବି ଦେଖାଉଛି, ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି। ତ ଆପଣମାନେ ଘରେ ଆକୁ ନିଶ୍ଚୟ ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍, ଆପଣମାନଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ତ ଚାଲନ୍ତୁ ଆପଣମାନଙ୍କ କ୍ୟାମେରା ସାମ୍ନାରୁ ଗୋଟେ ପ୍ଲେଟ୍କୁ ବି ବାହାର କରି ମୁଁ ଦେଖାଇ ଦେଉଛି। ତ ଦେଖନ୍ତୁ କେତେ ସୁନ୍ଦର ରେସିପିଟି ବନିଛି। ଆପଣମାନେ ଆକୁ ଭାତ ସହିତ ବି ଖାଇପାରିବେ, ପଖାଳ ସହିତ ବି ଖାଇପାରିବେ, ପୁଣି ଆପଣମାନେ ଆକୁ ରୁଟି ସହିତ ବି ଖାଇପାରିବେ, ନାନ୍ ସହିତ ବି ଖାଇପାରିବେ। ଆପଣମାନଙ୍କୁ ଯେମିତି ପସନ୍ଦ ସେ ଅନୁସାରେ ରେସିପିଟି ବନେଇକି ଖାଇପାରିବେ। କୌଣସି ଯଦି ଭଲ ମନ୍ଦ ଦିନେ ପ୍ରସ୍ତୁତ କରିବେ ନା, ତ ଦେଖିବେ ମାନେ ସଂକ୍ରାନ୍ତି ହେଉ ଯେକୌଣସି ବି ଆମର ଓଡ଼ିଆ ପର୍ବ ଅନୁସାରେ ଯଦି ବନେଇବେ ସମସ୍ତେ ପସନ୍ଦ କରିବେ। ତ ଆପଣମାନେ ଘରେ ଆକୁ ନିଶ୍ଚୟ ଟ୍ରାଏ କରନ୍ତୁ। ତ କେମିତି ଲାଗିଲା କ'ଣ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ।
କେଉଁ ଜାଗାରୁ ଏ ରେସିପିଟି ମୋର ଦେଖୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତ ମୋତେ ମାନେ ଦେଖିକିରି ବି ଶୁଣିବି ଖୁସି ଲାଗିବ ଯେ ଆପଣମାନେ ମୋ ଭିଡ଼ିଓ କେତେ ଦୂର ପହଞ୍ଚୁଛି। ତ ସେଇଥିପାଇଁ କେଉଁ ଜିଲ୍ଲାକୁ ଦେଖୁଛନ୍ତି ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣେଇବେ। ତ ଫାଇନାଲି ଆମର ଆଳୁ ପୋଟଳ କଷା ରେସିପି ପ୍ରସ୍ତୁତ ହେଇସାରିଛି। ତ ଆପଣମାନେ ଘରେ ଆଗ ନିଶ୍ଚୟ ଟ୍ରାଏ କରନ୍ତୁ। କେମିତି ଲାଗିଲା କ'ଣ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ତ ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।